ଡାହୁକ ପକ୍ଷୀ ଏହା ଏକ ଜଳ ପକ୍ଷୀ ହେଲେ ମଧ୍ୟ ସନ୍ତସନ୍ତିଆ ସ୍ଥାନରେ ବିଚରଣ କରିବାର ଦେଖାଯାଏ। ଏସିଆ ମହାଦେଶର ପ୍ରାୟ ସବୁ ଅଞ୍ଚଳରେ ଏହି ପକ୍ଷୀଟି ଦେଖାଯାଆନ୍ତି। ସମ୍ପୂର୍ଣ୍ଣ ଉଡ଼ି ନ ପାରୁଥିଲେ ମଧ୍ୟ ଖଣ୍ଡି ଉଡ଼ା ଦେଇ ଖଣ୍ଡେ ଦୂର ଯାଇ ଗଛ ଡାଳରେ କିମ୍ବା ଭିନ୍ନ ସ୍ଥାନରେ ବସିଯାଆନ୍ତି। କର୍ମ ଅମନୋଯୋଗୀ ବା କାମରେ ମନ ଦେଉନଥିବା, ଦାୟିତ୍ୱ ନେଉନଥିବା ଲୋକମାନଙ୍କ ପ୍ରତି ଆତ୍ମୀୟ ସ୍ୱଜନମାନେ କହିଥାନ୍ତି ଆକ୍ଷେପ କରି ବଅଁଶ ବୁଡ଼ା ଡାହୁକ ବୋଲି। ଅର୍ଥାତ୍ ଡାହୁକ ଚଢ଼େଇଟି ଯେତେବେଳେ ଶିକାରୀର ଜାଲରେ ପଡ଼ିଯାଏ ଏତେ ଜୋରରେ ରାବ ଦିଏ, ତା'ର ସାଥୀ ପରିବାର ଲୋକ ଉଡ଼ି ଆସି ସେହି ଜାଲରେ ପଡ଼ିଯାଆନ୍ତି ଏବଂ ସମସ୍ତେ ଶିକାରୀର ଶିକାର ହୋଇଥାନ୍ତି ଏବଂ ସେ ନିଜେ ମରିବା ସହିତ ତା'ର ଆତ୍ମୀୟ ସ୍ୱଜନକୁ ମଧ୍ୟ ମୃତ୍ୟୁ ମୁଖକୁ ଡାକି ଆଣେ। କେହି କେହି ଡାକ ପକ୍ଷୀ ବୋଲି ଏହାକୁ କୁହନ୍ତି। ଡାହୁକ ଡାକରେ ରାତି ପାହିବାର ସୂଚନା ମିଳେ। ବର୍ତ୍ତମାନର ଆଲାରାମ ଘଣ୍ଟା ଯେତେବେଳେ ନଥିଲା, ଡାହୁକ ଡାକରେ ରାତି ପାଇଗଲା ବୋଲି ସେତେବେଳେ ସୂଚନା ପାଉଥିଲେ। ବର୍ଷା ହେଲେ ଡାହୁକ ଚଢ଼େଇ ଅତି ଖୁସି ହୁଏ। ଯେତେବେଳେ ଦୀର୍ଘ ଦିନ ଧରି ବର୍ଷା ହୁଏ ନାହିଁ, ଡାହୁକ ଚଢ଼େଇ ବିକଳରେ ଡାକ ଦେଲେ ବର୍ଷା ହୁଏ। କୁହନ୍ତି ଡାହୁକ ଡାକ ଦେଲେ ବର୍ଷା ହେବାର ସୂଚନା ମିଳେ। ରଥଯାତ୍ରା ବେଳେ ରଥରେ ଡାହୁକ ଡାକ ଆପଣ ଜାଣନ୍ତି। ହୋ ଭଗତେ, ହୋ ଭଗତେ କହିଲେ ଭକ୍ତମାନେ ଡାହୁକ ଡାକରେ ରଥକୁ ଭିଡ଼ି ନିଅନ୍ତି। କିନ୍ତୁ ଏଠାରେ ଡାହୁକ ଚଢ଼େଇକୁ ନେଇ ଅନେକ ଲୋକକଥା ଲୋକତୁଣ୍ଡରେ ଅଛି। ଡାହୁକ ପିଉଛି ପାଣି, ମକରମରେ ଏଇଆ ଥିଲା, ନଅତୁଣ୍ଡି ସଉତୁଣୀ। ଡାହୁକ ରଡ଼ିଲା, କୁସୁମ ଝଡ଼ିଲା, କାନ୍ତ ନ ମଣିଲେ ଘର।